ଏବେ ସାଙ୍ଗମାନେ ତୋରି ପାଇଁ ତୋ ପାଇଁ ସିରିଏଲରେ ଆପଣମାନେ ଦେଖିବାକୁ ପାଇବେ ଜେଜେମା କହିବା ଅନୁସାରେ ଚିକି ସେ ଦୀପକୁ ଚାହିଁ ରହିଥିବ ଯେମିତି ଦୀପଟି ଭୁଲରେ ବି ଲିଭି ନ ଯାଉ ଆଉ ଯୋଉଥିପାଇଁ କି ଜେଜେମା ତାକୁ ଏ ଘରୁ ବାହାର କରିଦେବେ ଆଉ ଏପଟେ ରୋହି ଲୁଚି ରହିଥିବ ଦୀପଟିକି ଲିଭେଇବା ପାଇଁ ଆଉ ସେ ମନେ ମନେ ଭାବୁଥିବ ଯେ ଚିକି ଆଜି ମୋତେ ମୌକା ମିଳିଲା ମିନି ସେ ଦୀପକୁ ମୁଁ ନିଶ୍ଚୟ ଲିଭେଇଦେବି ଆଉ ଏଥିପାଇଁ ସେ ଲୁଚି ଲୁଚି ଚାହିଁ ରହିଥିବ ଦୀପକୁ ଲିଭେଇବା ପାଇଁ। ଏପଟେ ସୁଗନ୍ଧା ରାମ ସହିତ କଥା ହେଇ ଆସିଲା ବେଳେ ଦେଖନ୍ତି ଯେ ଚିକି ଏବେ ପର୍ଯ୍ୟନ୍ତ ଦୀପକୁ ଏକା ଚାହିଁ ରହିଛି ଆଉ ଏତେବେଳେ ସୁଗନ୍ଧା ଯାଇ ଚିକିକୁ କହନ୍ତି ଯେ ଆରେ ମା ଚିକି ତୁ ଏବେ ପର୍ଯ୍ୟନ୍ତ କିଛି ବି ଖାଇନୁ, ଆରେ ମା ତୁ ଏମିତି ରହିଲେ କେମିତି ହେବ? କବାଟ ଘର ସବୁ ଖୋଲା ଅଛି, ଯା ପ୍ରଥମେ ସେ କବାଟ ଘରକୁ ବନ୍ଦ କରିଦେ ନହେଲେ ପବନରେ ଦୀପଟି ଲିଭିଯିବ। ଆଉ ଏମିତି କହି ସୁଗନ୍ଧା ଯେତେବେଳେ କବାଟ ବନ୍ଦ କରିବାକୁ ଯାଉଥିବେ ଏ ସମୟରେ କି ସୁଗନ୍ଧାକୁ ଅଟକାଇ କହିବେ ଯେ ମା ମୁଁ ଜେଜେମାଙ୍କ ସହିତ କୌଣସି ପ୍ରକାର ଚିଟିଂ କରିବାକୁ ଚାହୁଁନି ଆଉ ମୁଁ ଭାବୁଛି କି ଏ ସର୍ତ୍ତକୁ ଆଉ ଏ ବାଜିକି ମୁଁ ନିଶ୍ଚୟ ସଚୋଟ ପଣିଆରେ ଜିତିବି ବୋଲି ଆଉ ଏଥିରେ ଜେଜେମାଙ୍କ ମନକୁ ଖୁସି ହେଲେ ମୁଁ ବହୁତ ଖୁସି ହେବି। ଆଉ ଯେତେବେଳେ ସୁଗନ୍ଧା କହୁଛି ଆରେ ମା ଏମିତି ପବନରେ ଦୀପଟି ନିଶ୍ଚୟ ଲିଭିଯିବ ଆଉ ଏତେବେଳେ ଚିକି କୁହନ୍ତି ଲିଭିଲେ ଲିଭିବ ପଛେ କିନ୍ତୁ ମୁଁ ଏ ଦୀପକୁ ଆଜି ଲିଭିବାକୁ ଜମା ବି ଦେବିନି। ଆଉ ଯେତେବେଳେ ସୁଗନ୍ଧା କହୁଛି ତୁ ଏ ପର୍ଯ୍ୟନ୍ତ କିଛି ବି ଖାଇନୁ, ଯା କିଛି ଖାଇନେ। ଆଉ ଏତେବେଳେ ଚିକି କହୁଛନ୍ତି ରାମ ଆସିଲେ ଆମେ ଆଜି ଦୁହେଁ ମିଶିକି ଡିନର କରିବୁ ଆଉ ଏଥିରେ ସୁଗନ୍ଧା କୁହନ୍ତି ରାମ ଆସିଲା ବେଳେ ବହୁତ ଲେଟ୍ ହେଇଯିବ କିନ୍ତୁ ଚିକି କୁହନ୍ତି ଯେତେ ରାତି ହେଲେ ମଧ୍ୟ ମୁଁ ଆଜି ମିଷ୍ଟର ଖଡ଼ସକୁ ନିଶ୍ଚୟ ଜଗି ରହିବି। ଆଉ ଏତେବେଳେ ସୁଗନ୍ଧା କି ଉପରେ ହସି ତାଙ୍କ ରୁମ୍କୁ ଚାଲିଯିବେ। ଏପଟେ ରୋହି କହୁଥିବେ ଯେ ଆଚ୍ଛା ତୁ ତାହେଲେ ରାମକୁ ଜଗିଛୁ, ରାମ ଆସିଲେ ତାଙ୍କ ସହିତ ଡିନର କରିବୁ, ଏଇ ଡିନରକୁ ମୁଁ କେବେ ବି ହେବାକୁ ଦେବିନି, ଏପଟେ ମୁଁ ତୋ ଦୀପକୁ ନିଶ୍ଚୟ ଲିଭେଇବି। ଏବେ ସାଙ୍ଗମାନେ ଆଗକୁ ଦେଖିବାକୁ ରହିଲା ଯେ ଚିକି କ'ଣ ସତରେ ଏ ଦୀପକୁ ଲିଭିବାକୁ ଦେବନି ନା ରୋହି ପୁଣି ଥରେ ଚିକିକୁ ସମସ୍ତଙ୍କ ସାମ୍ନାରେ ଦୀପ ଲିଭେଇ ହରେଇଦେବ। ଜାଣିବାକୁ ଚାହୁଁଥିଲେ ଆମ ଚ୍ୟାନେଲ ସହିତ ଯୋଡ଼ି ରୁହନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରିବା ସହିତ ଚ୍ୟାନେଲକୁ ନୂଆ ଆସିଥିଲେ ଆମ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଯିବେ। ରହୁଛୁ, ନମସ୍କାର।